ସାହାଜ ବାହାଲ ଗ୍ରାମଠାରେ ବୈଦିକ ଯଜ୍ଞ ଅନୁଷ୍ଠିତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାହାଜ ବାହାଲ ଗ୍ରାମର ତ୍ରିମୈତ୍ରୀ ଯଜ୍ଞ ପୀଠଠାରେ ଗତକାଲି ସକାଳେ ଆର୍ଯ୍ୟ ସମାଜର ପ୍ରଚାରକ ସୁରେଶ ଆର୍ଯ୍ୟ ଏବଂ ରମେଶ ସ୍ୱାଇଁଙ୍କ ଉପସ୍ଥିତିରେ ସାହାଜ ବାହାଲ ଗ୍ରାମ ମୁଣ୍ଡରୁ ଶେଷ ପର୍ଯ୍ୟନ୍ତ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ ସ୍ଥାପନକୁ ସମ୍ମାନ ଏବଂ ତାଙ୍କ ନାମରେ ଜୟଘୋଷ କରି ସାରିବା ପରେ ବୈଦିକ ଯଜ୍ଞ ପଣ୍ଡିତ ସୁରେଶ ଆର୍ଯ୍ୟଙ୍କ ପୌରୋହିତ୍ୟରେ କରାଯାଇଥିଲା। ତାଙ୍କର ସୁମଧୁର ବେଦମନ୍ତ୍ର ଦ୍ୱାରା ଆଖପାଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମର ଅନୁଷ୍ଠାନରେ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର, ସମ୍ପାଦକ ଜଗଜୀବନ ପୁଟେଲ, କୋଷାଧ୍ୟକ୍ଷ ସୁରେଶ ପୁଟେଲ, ସହ କୋଷାଧ୍ୟକ୍ଷ ମଧୁସୂଦନ ପୁଟେଲ, ସୁଶୀଲ ବୁଡେକ, ବୀର ପୁଟେଲ ତଥା ବାବା କ୍ଷୀରଧର ପୁଟେଲ ରହିଥିଲେ। ସରୋଜ ପୁଟେଲ ଏବଂ ତାଙ୍କ ଧର୍ମପତ୍ନୀ ନଳିନୀ ପୁଟେଲ, ଶ୍ରୀଯୁକ୍ତ ଜଗଜୀବନ ପୁଟେଲ ଏବଂ ତାଙ୍କ ଧର୍ମପତ୍ନୀ ସୁଜାତା ପୁଟେଲ ଯଜମାନ ହୋଇ ବସିଥିଲେ। ଏହି ଯଜ୍ଞ କାର୍ଯ୍ୟକ୍ରମରେ ଦୂର ଦୂରାନ୍ତରୁ ଅନେକ ଭକ୍ତବୃନ୍ଦ ଆସିଥିବା ବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ପ୍ରତିଜ୍ଞା ଲାଇଭ୍।